ବିଜୁ ବାବୁ ହେଉଛନ୍ତି କେବଳ ଓଡ଼ିଶାରେ ଜନ୍ମିତ କିନ୍ତୁ ସେ ଜଣେ ରାଷ୍ଟ୍ରନୀତିଜ୍ଞ ମହାନ ସ୍ୱାଧୀନତା ସଂଗ୍ରାମୀ ଦେଶପ୍ରେମୀ ଅଗଷ୍ଟ ବିପ୍ଳବର ମହାନ ଯୋଦ୍ଧା ଏବଂ ପ୍ରତ୍ୟେକ ଓଡ଼ିଆ ଆମେ ଗର୍ବିତ ବିଶେଷ କରି ଆମେ କଟକ ଜିଲ୍ଲାର ଅଧିବାସୀ ଏବଂ ଯେ ନେତାଜୀ ସୁଭାଷ ବୋଷ ଆଉ ବିଜୁ ପଟ୍ଟନାୟକ ସେଇ ମାଟିରେ ତାଙ୍କର କାର୍ଯ୍ୟଧାରା ବିଜୁ ବାବୁଙ୍କର କର୍ମଜୀବନ ଏବଂ ସେଇ କଟକ ମାଟିରେ ଏବଂ ଏଠି ନେତାଜୀ ସୁଭାଷ ବୋଷ ଓଡ଼ିଆ ବଜାରରେ ଜନ୍ମଗ୍ରହଣ କରିଥିଲେ। ତେଣୁ ପ୍ରତ୍ୟେକ ଓଡ଼ିଆ ସେଥିପାଇଁ ବିଜୁ ବାବୁଙ୍କର ଯେଉଁ ଦୁର୍ଦ୍ଦମନୀୟ ସାହସିକତା ଥିଲା ଏବଂ ସ୍ୱାଧୀନୋତ୍ତର ଭାରତବର୍ଷରେ ଜଣେ ରାଜନୀତିଜ୍ଞ ଭାବରେ ଦେଶ ଗଠନରେ ସେ ଯେଉଁ ନେତୃତ୍ୱ ନେଇଥିଲେ ବିକାଶର ନିରବଚ୍ଛିନ୍ନ ବିକାଶର ଏବଂ ଓଡ଼ିଶା ବିକାଶର ଯେଉଁ ଭିତ୍ତିଭୂମି କରିଥିଲେ ତାକୁ ସମସ୍ତେ ଦଳ ମତ ବର୍ଣ୍ଣ ନିର୍ବିଶେଷରେ ଭାରତ ରତ୍ନ ତାଙ୍କୁ ବହୁ ଆଗରୁ ମିଳିବ ବୋଲି ମିଳୁ ବୋଲି ବିଭିନ୍ନ ମହଲରୁ ଜନସାଧାରଣଙ୍କ ତରଫରୁ ଦାବି ହେଇ ଆସୁଛି। ତାହା ମିଳିଯିବାର ଯଥାର୍ଥତା ରହିଛି, ତାକୁ କେହି ମନା କରିବେ ନାହିଁ। ତା ଅତି ଶୀଘ୍ର ମିଳିବା ଲୋକଙ୍କର ଭାବାବେଗ ଯେହେତୁ ଜଡ଼ିତ, କିନ୍ତୁ ବିଜୁବାବୁ ନିଜ ଜୀବଦ୍ଦଶାରେ କେତେବେଳେ ତାଙ୍କ ବାୟୋଗ୍ରାଫି ଲେଖିବାକୁ ଅନେକ ଯାଇଛନ୍ତି, ଅନୁରୋଧ କରିଛନ୍ତି, ସେ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ ନିଜ ପାଇଁ ନିଜ ପବ୍ଲିସିଟି କରନ୍ତିନି। ବିଜୁ ପଟ୍ଟନାୟକ ନିଜେ ଜଣେ ଅନୁଷ୍ଠାନ ବ୍ୟକ୍ତିବିଶେଷ ନୁହନ୍ତି, ମହାର୍ଘ ଅନୁଷ୍ଠାନ ଓଡ଼ିଆ ଜାତିର ଆମ ଗର୍ବର ଅସ୍ମିତାର ସେ ହେଉଛନ୍ତି ପ୍ରତୀକ।